দেবব্রত ভীষ্ম পড়িছি সরসজ্জা উপরে এ আঠটা ভারি যা আজির পালারে ধাড়িটিଏ শিখନ୍ତୁ ସବୁ ହେବେ ମାଇପ ବୋଲକରା କେବେ ହେବେନି। ଯିଏ ମାଇପ ବୋଲକରା ହେଲା ତା ଜୀବନଟା ଗଲା ମାଟି ବେକାର ଜୀବନ ମାଟି। ମୁଁ କହୁନାହିଁ କବି ମଞ୍ଜୁଳ ବସୁ କହିଲେ କହିଲା ମାଟା ମୋ ହସ୍ତେ ଧରାଇ ଦେଲା କାଳ ନାଗୁଣି ହେରେଲା କାଳ ନାଗୁଣି ହେରେଲା କାଳ ନାଗୁଣି ମାଇପରୁ ପରେ ମୋଗ ସଚେର ପକାଏ ହାଡ଼ି ମାଇପରୁ ପରେ ମୋଗ ସଚେର ପକାଏ ହାଡ଼ି ହେରେଲା ସ୍ତ୍ରୀ ବୋଲକର କରିକି ଗାଈଟାକୁ ଭିଡ଼ିକି ନେଇକି ଗଲେ ଗାଈ ଦେହ ମୁହଁରେ ପଘା ବାନ୍ଧିଲେ ଏଇଠି ବି ଗାଈ କାନ୍ଦିଲା ଭଗବାନ କହିଲେ ବ୍ୟସ୍ତ ହୋ ତୋ ମୁହଁରେ ପଘା ବନ୍ଧା ଯାଇଛି ଏ ମଣିଷଙ୍କ ମୁହଁରେ ପଘା ବନ୍ଧା ଯିବ ସେଇ ଗୋମାତାର ହିସାବରେ କହିଲା ବ୍ରହ୍ମାଣ୍ଡ ଭିତରେ ପଣ୍ଡିତେ ଏଣୁ କରୋନା ହେଲା ଭଳି ମାନବ ଶେଷରେ ମୁଖେ ପଘା ବାନ୍ଧିଲା ଗାଈ ମୁହଁରେ ପଘା ଆମେ ବାନ୍ଧିଛି ଆପ୍ଲିକେସନ ଦେଲା ଗୋମାତା ଭଗବାନ ଭଗବାନ କହିଲେ ତୋ ଭଳି ମଣିଷଙ୍କ ଦେହରେ ପଘା ବନ୍ଧା ହବ ଅଚ୍ୟୁତାନନ୍ଦ ଯାହା ଭାଷାରେ କହିଲେ ଯାହା ମଣିଷ ତମେ ମାନେ କିଏ ଜଣିଏ ହାତ ଟେକିଲ ପଘା ବାନ୍ଧିନ ମାସ୍କ କିଏ ପିନ୍ଧିନ କହିଲ ଜଣିଏ କିଏ କହିବ ହାତ ଟେକିକି ମୁଁ ମୋ ଜୀବନ ଯାକ ମାସ୍କ ପିନ୍ଧିନି ପ୍ରତ୍ୟେକ ମଣିଷ ମାସ୍କ ବୋଲି ପଘା ବାନ୍ଧିଲେ କାହିଁକି ପୃଥିବୀ ମାତା ଧରିବ କଙ୍କାଳି ନିବେଶ ସେତେବେଳେ ଅଚ୍ୟୁତ ଯେ କରୁଥିବ ପୃଥିବୀ କଙ୍କାଳି ନିବେଶ ହବ 5 ବର୍ଷରେ ଥରେ ମରୁଡ଼ି ଗ୍ରାସିବ ହାଡ଼ିଆର କଥା ରାମ ଅନ୍ୟଥା ନ ହେବ 5 ବର୍ଷରେ ଥରେ ଲେଖେ ମରୁଡ଼ି ହବ ଆପଣ ଯେତେ ଚାଷ କରନ୍ତୁ ଶସ୍ୟ ଫଳିବନି କାହିଁକି ତମ ଘର ଗାଈ ମାନଙ୍କଠୁ ଆଉ କ୍ଷୀର ବହୁଛି ସେତେବେଳେ ଗୋଟେ ଗୋଟେ ଗାଈକି ଦୁହୁଥିଲେ 2 ଲକ୍ଷ ଗୌଡ଼ ଛୁଆ ଗୋଟେ ଗାଈକି 2 ଲକ୍ଷ ଗୌଡ଼ ଯାହା କ୍ଷୀର ନଉଥିଲେ ଆଉ ଯେତିକି ବୋହି ଯାଉଥିଲା କ୍ଷୀର ଜମିବାଡ଼ି ହୁଡ଼ା ଭାଙ୍ଗୁଥିଲା କିନ୍ତୁ ଆଜିର ଯୁଗରେ ଅଧ୍ୟାପକ ଜୟକୃଷ୍ଣ ମିଶ୍ର କହିଲେ ବୋଲା ଭାଇରେ ଆମର ଛୋଟିଆ କପାଳ ସେ ଦେଶର ପିଲା ଛୁଆଙ୍କ ତୁଣ୍ଡରେ ବାଜେ ଆମେରିକା ଗୋର ଭୀଷ୍ମ କ୍ରୋଧ କରିଛି ସେଇ ଦିନଠାରୁ ଅଭିଶାପ ପାଇଛୁ ଗଙ୍ଗା ମା ଜନ୍ମ ଦବ କିନ୍ତୁ 7ଟା ଛୁଆ ସାଙ୍ଗେ ସାଙ୍ଗେ ଯିବେ କିନ୍ତୁ ଇଏ ରହିବ 84ଟା ସ୍ୱର ବାଜିଲେ ଭୀଷ୍ମର ମୁକ୍ତି ହବ ଭୀଷ୍ମ ମରିବ ଅର୍ଜୁନ ଠିଆ ହେଇଛି ଦେବବ୍ରତ ଭୀଷ୍ମ ମହାଭାରତ ଯୁଦ୍ଧ ଚାଲିଛି 10ମ ଦିନ ମାରି ଦେଇଛନ୍ତି ରାଗିକି ଶର ଅର୍ଜୁନର 2 ହାତ ଯାକ ବନ୍ଧା ହେଇଯାଇଛି
ଆଉ ଗୋଟିଏ ସ୍ୱର ମାଇଲେ ଅର୍ଜୁନ ମରିଯିବ। ସାରଥୀ ହେଉଛନ୍ତି ଭଗବାନ କୃଷ୍ଣ। ଆଉ ସହିପାରିଲେନି, ଡେଇଁ ପଡ଼ିଲେ ରଥ। ସୁଦର୍ଶନ ଚକ୍ରକୁ ଘିରି ଘିରି କରି ବୁଲେଇ ଭୀଷ୍ମ ଆଗରେ ଠିଆ ହେଇଗଲେ। ହେଇନି ଫଟୋରେ ଆମେ ଦେଖୁନେ? ମୁଁ ମୂର୍ଖ ସମୁଦି କହୁଛି, ଜୀବନ ଯାକରେ ମହାଭାରତ ଯୁଦ୍ଧରେ କୃଷ୍ଣ ସୁଦର୍ଶନ ଚକ୍ର ଧରି ନାହାନ୍ତି। ମୂର୍ଖ ସମୁଦି କହୁଛ, ସମୁଦ୍ରୀ ଭାଇ ଫୋନ କରି କହିବେ କହୁନୁ ସମୁଦୁଣୀ କି ସେ ମୋର କଣ କରିବ? ସିଏ କହିବେ ଆଉ ମୁଁ ସମୁଦୁଣୀ ମୋର କଣ କରିବ? ମୁଁ କଣ ତାକୁ ଡରିଛି? ଆଉ ସମୁଦ୍ର ଏମିତି କହୁଛନ୍ତି। ସୁଦର୍ଶନ ଚକ୍ରକୁ ଧରି ଟେକି ଦେଲେ। ସେଇଠି ହସିଲେ କୃଷ୍ଣ, ହସିଦେଲେ ଭୀଷ୍ମ। କହିଲେ ମହାଭାରତ ଯୁଦ୍ଧରେ ନିୟମ କରିଥିଲୁ ଅସ୍ତ୍ର ଧରିବୁନି, ମୁଁ ବର୍ତ୍ତମାନ ପଢିଛି ତୁ ଅସ୍ତ୍ରଟା କେମିତି ଧରିଲୁ। ଏଣୁ ମହାଭାରତ ଯୁଦ୍ଧରେ ସବୁଯାକ ଅନ୍ୟାୟ ଯେତିକି ହେଇଛି, ପ୍ରତ୍ୟେକ ଅନ୍ୟାୟର କେନ୍ଦ୍ରବିନ୍ଦୁ କୃଷ୍ଣ। ବେଲାଳ ସେନ ଆସୁଛି, ମହାଭାରତ ଯୁଦ୍ଧ ହବ। ମା କହିଦେଇଛି ଯାରେ, ଯଦି ବାପାକୁ ସାହାଯ୍ୟ ନ କରିବୁ ତାହେଲେ ତୁ କୋଉ ପୁଅ? ଯୁବ ଜୀବନରେ ବାପା ସାଙ୍ଗରେ, ବାପା କାନ୍ଧରେ ହାତ ନ ପକେଇଛି, ଯୋଉ ପୁଅ ଜନ୍ମ ହେଇକି ତା ବାପାର ଟିକେ ସେବା ନ କରିଛି, ବିପଦ ବେଳାରେ ଯୋଉ ପୁଅ ବାପା ପାଖରେ ଠିଆ ନ ହେଇଛି, ସେଇଟା ପୁଅରେ ଗଣା ନୁହେଁ। ଯାରେ ବେଲାଳ, ମୋ ବେଲାଳ ସେନ, ଆରେ ମୋ ବେଲାଳ ସେନ, ଇଏ ତୁହି ପରା ମୋର ଯୋଗ୍ୟ ନନ୍ଦନ, ମୋ ପ୍ରାଣ সংকটরে পরিচন্দি রণে ধন মালি রে বেলাল সেন, ও বেলাল সেন, ধকু কর গণ বেলাল সেন, ধকু ବେଲାଳ ଅସ୍ତ୍ର ଘଷୁଛି। କୃଷ୍ଣ ପହଞ୍ଚିଗଲେ ବ୍ରାହ୍ମଣ ବେଶରେ। ଜଗତରେ ଛୋଟ ଯିଏ ହେବ, ଯାହାକୁ କାଳିଦାସ କହିଲେ, କହିଲେ ଭବନ୍ତି ନମ୍ରାସ୍ତରବ ଫଳର ଗମି ଭୂମିର୍ ଦୂର ବିଳମ୍ବେ ନ ଘନା ଅନୁଦ୍ଧତା ସତ ପୁରୁଷା ସମୃଭି ସ୍ୱଭାବେ ବୈଶ୍ୟ ପ୍ରଗ୍ରେପକାରିଣା। ଜୀବନରେ ନିଜକୁ କେବେ ବଡ ବୋଲି ପିଲେ କହିବନି। ଭବନ୍ତି ନମ୍ରା, ନମ୍ର ହେଇଯା। ଦେଖୁନ ଆମ୍ବ ଗଛ କେତେ ଉଚ୍ଚାରେ ଅଛି, ଯେତେବେଳେ ଆମ୍ବ ଗଛରେ ଆମ୍ବ ଗୁଡାକ ଫଳି ଯାଉଛି, ତା ମୁହଁଟା ତଳୁକୁ ହେଇଯାଉଛି ନା ଗଛଟା ନଇଁ ଯାଉଛି ନା ନାଇଁ? ସ୍ତରବ ନିର୍ବାମ୍ ଭୂବିର୍ଦୂର ବିଳମ୍ବେ ନ ଘନା
ଘନ ବୋଲନ୍ତେ ମେଘ ଆକାଶରେ ଧୂଆଁର ବଳୟ ସୃଷ୍ଟି ହେଇ ଯେତେବେଳେ ଆକାଶରେ ମେଘ ଖଣ୍ଡ ଗୁଡାକ ଏକାଠି ହେଇଯାନ୍ତି କେତେବେଳେ ବର୍ଷା ରୂପରେ ତଳକୁ ପଡନ୍ତି। ଅନୁଦ୍ଧତା ଶତପୁରୁଷ ସମୃଦ୍ଧି, ଯିଏ ଅନୁଦ୍ଧତ ପୁରୁଷ, ଯିଏ ନମ୍ର ପୁରୁଷ, ଯିଏ ଭଦ୍ର ପୁରୁଷ, ତା ମୁହଁଟା ସଦାବେଳେ ତଳକୁ ସିଏ କହିଲେ ବ୍ରାହ୍ମଣ ହବ। 10ଟା ଗୁଣ କଣ କଣ? ଧୃତି କ୍ଷମା ଦମସ୍ତୟ ଆର୍ଚ୍ୟ ଇନ୍ଦ୍ରିୟ ନିଗ୍ରହ ଧୀ ବିଦ୍ୟା ସତ୍ୟ ଅକ୍ରୋଧ ଚୈତ୍ୟବ ଧର୍ମ ଲକ୍ଷ୍ୟ। ଆମେ 10ଟା ଜିନିଷକୁ ଧରିଛୁ ବୋଲି ଏଇଥିପାଇଁ ମୋ ମହାପୁରୁ ବ୍ରାହ୍ମଣ ଘରେ ଜନ୍ମ ହେଲେ ଛୋଟ ଲୋକ ହେଇକି। ମୁଁ ଭାଇଲେ ଅଲଗା ଛୋଟ ଲୋକ ମାଗିକି ଖାଉଛନ୍ତି। ପୁରା ମାଗିକି ଖାଉଛୁ। ତୋ ଘରକୁ ମାଗିବାକୁ ଯାଇଥିଲି, ମୁଁ ଅନ୍ନ ଖାଇକି ତୁ ବଞ୍ଚିଛୁ, ମତେ କହୁଛୁ ମୁଁ ମାଗିକି ଖାଉଛି। ଅରେ ମୂର୍ଖ, ଖନ୍ଦୋଳ ଅନୁଷ୍ଠାନ ଦବ ରାତିକେ 12,000, ମୂର୍ତ୍ତିଆ ଅନୁଷ୍ଠାନ ଦବ ରାତିକେ 8,000, କେତେ ହଜାର ହେଲା? 20,000। ତୋ ଭାଗ କେତେ? 28,000 ପଡିବ। ତୋ ଗୁପାନି ଥିଲା 3,000, 1200ରୁ 12 ଟଙ୍କା ଅଧିକ ଦେବି। ମୁଁ ଆପଣଙ୍କ ଭଲ କରୁନି। ତୁ ମାଗି ଦେଇଛୁ ସାର୍ ମତେ ରାତିକେ 1200 ଟଙ୍କା ଲେଖେ ଦବ, ମୁଁ ତମେ ଯେତେ ରୋଜଗାର କର। ଏଟା ଧର୍ମ ସହିବନି। କଣ ଧର୍ମ ସହିବନି? ଏଇଟା ଆମେ ବ୍ରାହ୍ମଣ ଛୋଟ ଲୋକ ଆମେ କହୁଛୁ ସବୁ ପୋଛିକି ନେଇ ଯାଉଛୁ। ଆର ମାସରେ ଯିବି ଆମେରିକା ପାଲା ଯାଇକୁ ସବୁ। ଆଚ୍ଛା 3 ଦିନ ଗାଇବି, $1200 ଲେଖେ କହିଛି। 1200 ଓଡିଶାର 1200 ନା ଆମେରିକାର 1200। ନେବେ ଫ୍ଲାଇଟରେ ମାଗେଣା, ଆଣିବେ ମାଗେଣା, ଭିସା ମାଗେଣା, ଖାଇବା ପିଇବା ମାଗେଣା। $1200 ମାନେ ଅତି କମରେ ରାତିକେ 1,00,000 3 ଲକ୍ଷ। ମତେ କହିଛନ୍ତି ଆଉ ସେପାରେଟ $1200 ଦେବେ, ସେଟା ମୋର ତାଙ୍କର ନୁହଁ, ମତେ ଖୁସିରେ ଦେବେ। କିନ୍ତୁ ଏ ରାତିକେ 1200 ଟଙ୍କା ନବ। 1200 ନା ଆଉ କଣ? 1200 ବି ମୁଁ ଆମେରିକା ଗଲେ 20,000 ଦିନକୁ 20,000। ମୁଁ ଆଉ କିଆ କଣ ପର୍ସନାଲ କି $1200। ଛୋଟ ଲୋକ ବ୍ରାହ୍ମଣ ନୁହେଁ, ସ୍ୱାର୍ଥପର ବ୍ରାହ୍ମଣ। ଆରେ ବ୍ରାହ୍ମଣ ଯୁଗେ ଯୁଗେ ଛୋଟ ଲୋକ। ଆମ ବ୍ରାହ୍ମଣ ଛୋଟ ଲୋକ ହେଇକି ଜନ୍ମ ହେଲେ ତୁ ବୁଝିପାରିବୁନି ସେ ବ୍ରାହ୍ମଣଟା କିଏ ଜାଣିଛୁ? ବେଳ ତ ବହୁତ ହେଇଗଲାଣି, ତଥାପି ମନ ମୋର ଛାଡୁନି। କହିଲା କାନନେ ଥୋକେ ବ୍ରାହ୍ମଣ, କାନନେ ଥୋକେ ବ୍ରାହ୍ମଣ, ଇଏ ରାଜଦ୍ୱାରେ ଦାନ ନେବା କାରଣ ପଥେ ଯାଉ, ପଥେ ଯାଉ, ପଥେ ଯାଉ, ପଥେ ଯାଉ, ମିଳିଲେ ତାଙ୍କ ଗହଣ, ପଥେ ଯାଉ, ମିଳିଲେ ତାଙ୍କ ଗହଣ, ପଥେ ଯାଉ, ପଥେ ଯାଉ, ମିଳିଲେ ତାଙ୍କ ଗହଣ, ପଥେ ଯାଉ। ସତ୍ୟ ଯୁଗରେ ଗୋଟେ ବ୍ରାହ୍ମଣ ଛୁଆ ଭିକ ମାଗି ଯାଉଛି, ତାର ଉପଟା କେମିତି ଆଇଛି? ଆଉ କେତେ ଗାଇବି? ଯେତେ ଗାଇବ ଆମେ ଅଛୁ, ଚିନ୍ତା ନାହିଁ। ରାତି ପାଉ ଆଉ କେତେ ଗାଇବି? କହିଲା ତାଳ ବୁତ ପତ୍ରରେ ଅଙ୍ଗ ଆବୃତ କରି, ହେ ଅଙ୍ଗ ଆବୃତ କରି, ହେ ଅଙ୍ଗ ଆବୃତ କରି, ଦନ୍ତଜିତ ବାଳ କଣ୍ଠରେ ତ୍ରୟୀ ବାଣୀ ସୁମରି, ବାଇ ସୁମରି, ହେ ଆଇ ସୁମରି, ବାଇ ସୁମରି। କହିଲା ତମାଳ ମାଳ ଅପଘନ ବାଳ ବ୍ରହ୍ମ ମୂରତି, ହେ ବାଳ ବ୍ରହ୍ମ ମୂରତି, ହେ ବାଳ ବ୍ରହ୍ମ ମୂରତି, ସେ ଦେଖିବ ମୋହ ହୋଇବ ଚରାଚର ଜଗତି, ଯେ ଦେଖିବ ମୋହ ହୋଇବ ଚରାଚର ଜଗତି, ହେ ଚରାଚର ଜଗତି, ସେ ଦେଖିବ ମୋହ ହୋଇବ ଚରାଚର ଜଗତି। ଗୋଟେ ବ୍ରାହ୍ମଣ ଛୁଆ ଥିଲା ଆମର, ଠୁକେଇ ଠୁକେଇ ଯାଉଛି ଆଉ, ପୁରା ଛୋଟ ଲୋକଟା, ବଡ଼ ଲୋକ ନୁହଁ। ଅନେଇ ଦେଲେ ମା ମାନେ କହିଲେ ଆଜ୍ଞା ଏତେ ଛୋଟ ଲୋକ, ଛୋଟିଆ ଛୁଆଟା। କହିଲା ରୁଣ୍ଡ ହୋଇ କେତେ ରମଣୀ ଗଣ୍ଡେ ଦେଲେ ଚୁମ୍ବନ, ହେ ଗଙ୍ଗେ ଗଲେ ଚୁମ୍ବନ, ହେ ଗଙ୍ଗେ ଗଲେ ଚୁମ୍ବନ, ଆଇ ମା କହିଲେ ଆରେ ମୋ ପ୍ରାଣ
ସେ ଛୋଟ ଲୋକଟା ଭଗବାନର ପଞ୍ଚମ ଅବତାର ବାମନ। ବାମନ ପ୍ରଭୁ ବାମନ ଯୋଉ ହେଇଥିଲେ ବ୍ରାହ୍ମଣ ରୂପ ହେଇଥିଲେ। ତେଣୁ ଛୋଟ ବୋଲନ୍ତେ ନିଜକୁ ସଦାବେଳେ ନମ୍ର କରିବୁ। ହଁ ଠିକ ଠିକ କାହିଁକି? କାହିଁକି ଯେତେବେଳ ପର୍ଯ୍ୟନ୍ତ ନମ୍ର କରିବୁ ତତେ ଜଗତ ପୂଜା କରିଥାଉ। ପୂଜା କର। ଠିକ ଠିକ କାହିଁକି? କାହିଁକି ଓଲା ଉଚ୍ଚେ ଧାଇ ସଦା ନମ୍ର ହୋଇଥାନ୍ତି, ଉଚ୍ଚେ ଧାଇ ସଦା ନମ୍ର ହୋଇଥାନ୍ତି। ଇଏ ଗ୍ରହରୁ ସୀତାରାମାନ ଯେ ଧାଇ ବୃଷ୍ଟି ଜଳ କରାଇ ଯେ ଦିଅନ୍ତି ଶସ୍ୟ କିରଣ। ଜୀବନରେ ସଦାବେଳେ ନମ୍ର ହୋଇଯାଏ, ଜୀବନରେ ସଦାବେଳେ ଛୋଟ ହେଇଯାଏ। ଭୀଷ୍ମ ଉଦ୍ଧତ ହେଲା ବୋଲି 84ଟା ସ୍ୱରରେ ମଲା। ବେଲାଳ ସେନ ଆସିଛି, କୃଷ୍ଣ ଭୁଲ କଲେ, କହିଲେ ଯାହା ମାଗିବି ଦବୁ ନା? ହଁ ଦେବି। ପ୍ରଭୁ ମାଗେ, ହେ ଗୋସାଇଁ ମାଗେ। ନା ତୁ କଣ ବୀର? ନା ହଁ। ଗୋଟେ ଖଣ୍ଡିଆ ସରଟେ ଧରିଛୁ ନା? ଏଇଗୁଟାକୁ ତ କାମ ନାହିଁ, ଏଇ ଗୋଟାକରେ ସବୁ ସାରିଦେବି। ନା ମୁଁ କେମିତି ଜାଣିବି? ନା ତମେ ମତେ ପରୀକ୍ଷା କରିବ ନା? ନା ଏଇ ଯୋଉ ଗଛ ଗୁଡାକ ଅଛି କେତେଟା ପତ୍ର ଗଣିପାରିବ? ନା ଏ ବାଁ ହାତର ଖେଳ। ମାରିଦେଲା ସରଟା, ପ୍ରତ୍ୟେକ ସରକୁ ଗୋଟିଏ ଗୋଟିଏ ବିନ୍ଦୁ ସିନ୍ଦୁର ବିନ୍ଦୁ ଚିହ୍ନ ଦେଇଦେଲା। ଭଗବାନ କୃଷ୍ଣ କଣ କଲେ? ସେଟା ଧନୁରେ ଗୁଣ ଉଠଉଛି, ଗୋଟିଏ ପତ୍ର ଛିଣ୍ଡେଇକି ଆଣିକି ପାଦ ତଳେ ଚାପିଦେଲା। କହିଲେ ଗଛର ସବୁ ପତ୍ରକୁ ଚିହ୍ନ ଦେଇଛୁ ନା? ନା 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 ମାନେ ନା ତୁ ଗୁଣ ଦେଲା ବେଳେ ମୁଁ ଗୋଟେ ପତ୍ର ଛିଣ୍ଡେଇକି ମୋ ପାଦ ତଳେ ରଖିଦେଇଛି। ବେଲାଳ ସେନ କହିଲା ଗୋସାଇଁ ପାଦଟା ଉଠେଇକି ପତ୍ରଟାକୁ ଦେଖୁନ। ପାଦଟା ଉଠେଇ ଦେଲେ କୃଷ୍ଣ, ପତ୍ରରେ ଲାଗିଛି ଚିହ୍ନ, ଚମକି ପଇଲେ ଭଗବାନ କୃଷ୍ଣ। ଯାହା ମାଗିବି ଦବୁ ନା? ହଁ ମାଗ। ପରୀକ୍ଷା କରିଛ ଯେତେବେଳେ ପରୀକ୍ଷାର ଫଳ ମୁଁ ଦେବିନି। ପିଲା ଫାର୍ଷ୍ଟ କ୍ଲାସ ପାଇଲେ ସେ ଗାଁରେ ମିଠା ବାଣ୍ଟୁନି, ପାସ୍ କଲେ ମିଠା ବାଣ୍ଟୁନି। ତମ ପରୀକ୍ଷାରେ ମୁଁ ପାସ୍ ମିଠା ବାଣ୍ଟିବି। ମାଗ। ମାଗୁଛ ନା? ହଁ। କହିଲେ ଆପଣା ହସ୍ତରେ ଛିଣ୍ଡାଇ ଦିଅ ତୋର ଶିର। ଏତିକି ମାଗୁଛି ମୁଁ ଦାନ। କାଟି ଦେଇକି ତୋ ମୁଣ୍ଡଟା ମୋ ହାତକୁ ଦେଇ। ଠିକ ଅଛି ଗୋସାଇଁ, ମୁଣ୍ଡଟା ଦେଇଦେବି ଯେ ମନରେ ଟିକେ କଷ୍ଟ ହଉଛି। କଷ୍ଟ କଣ ହଉଛି କୁହ? ନା ମୋର ଇଚ୍ଛା ଥିଲା ଟିକେ ମହାଭାରତ ଯୁଦ୍ଧ ଦେଖିଥାନ୍ତି। ଏକୁଟା କାଟିଦେଲେ ମୁଁ ମରିଯିବି, ଆଶା ତ ରହିବନି, କାମନା ତ ପୂର୍ଣ୍ଣ ହବନି। ତେଣୁ କାମନା ବିନା କର୍ମ ଯେତେ ଫଳ ନ ଫଳେ କଦାଚିତେ, ଫଳ ନ ଫଳେ କଦାଚିତେ, ଫଳ ନ ଫଳେ କଦାଚିତେ। ପ୍ରଭୁ ମୋ କାମନା ତ ପୂର୍ଣ୍ଣ ହବନି, ମୁଁ କେମିତି ବଞ୍ଚିବି? କେମିତି ବଞ୍ଚିବି ପ୍ରଭୁ? ମୋ ଜୀବନ ତ ନିରର୍ଥକ ହେଇଯିବ। ଭଗବାନ କୃଷ୍ଣ କହିଲେ ନା ରେ,
ମୁଣ୍ଡଟା ଦି ମହାଭାରତ ଯୁଦ୍ଧ ଦେଖି ହବନି। ଯୋଉ ଧର୍ମ ସ୍ତମ୍ଭଟା ଥିଲା ମହାଭାରତ ଯୁଦ୍ଧରେ, ସେଇ ଧର୍ମ ସ୍ତମ୍ଭ ଉପରେ ମୁଣ୍ଡଟାକୁ ଥୋଇଦେଲେ ଭଗବାନ। ଆଚ୍ଛା, ଗଣ୍ଡି ତ ନାହିଁ। କାଲି ଆପଣମାନେ ଦ୍ୱିତୀୟ ଧାକରେ ମୁଁ ସମୁଦ୍ରୀ ଗାଇକି ଯାଇଛି, ମୋତେ ଯାହା ପଚାରିଲା ମୁଁ ସେଇ ବାଟରେ ଗଲି। କାଲି ମୁଁ ସମୁଦ୍ରୀକି ପଚାରିବେ, ବେଲାଳ ସେନ ମୁଣ୍ଡଟା ଯଦି ଖୁଣ୍ଟି ଉପରେ ରହିଲା, ଗୋଟେ ମୁଣ୍ଡଟାରେ ଗୋଟେ ମଣିଷ ବଞ୍ଚିବ? ହଁ ବଞ୍ଚିବ, ପ୍ରମାଣ ଅଛି। ତାକୁ ସିଂହ ହତା ପାରିବ, ଆଉ ପାରିବେ ଖାଲି ମୁଣ୍ଡରେ କିଏ ବଞ୍ଚି ନାହାନ୍ତି? ବଞ୍ଚୁ କିଏ ବୋଲା ସତ୍ୟ ଯୁଗେ ବାବୁ ଶିବଙ୍କ ବାହନ ନାମ କୀର୍ତ୍ତି ମୁଖ ଥିଲା। ଶିବ ମନ୍ଦିରରେ ଦୁଆର ଆଗରେ ଖାଲି ମୁଣ୍ଡଟା ରହିଲା। ଅଛି ନା ନାଇଁ? କୀର୍ତ୍ତି ମୁଖ ଖାଲି ମୁଣ୍ଡ ବଞ୍ଚିଛି ନା ଖାଲି ମୁଣ୍ଡ? ଆଉ ଜାଣିଛ? ନାଇଁ ମୁଁ ଜାଣିନି, ତୁ ଜାଣିଛୁ? କଣ ଘରେ କହିବ, ଏଇଠି କହିବନି? ତ୍ରେତୟା ଯୁଗରେ ଗଣ୍ଠି ନାଇଁ, ଗୋଟେ ମୁଣ୍ଡଟେ ଥିଲା। ସେଇ ମୁଣ୍ଡଟା କେବଳ ବଞ୍ଚିଥିଲା। କହିଲା ନାମ ଗୋଟି ପରା ତ୍ରେତୟା ଯୁଗରେ ତାର କବନ୍ଧ ଅସୁର। ରାମାୟଣେ କହେ ବିରାଧ ନାମ ତାହାର। ନୃସିଂହତାର ରିସର୍ଚ୍ଚ ଟିକେ ଜାଣିଛନ୍ତି ରେ। ଆକୁ ଓଡ଼ିଶାର କଣ୍ଡ୍ରିପ ନାଇଁ ଛୁଇଁଦବ ଚାରି ଯୁଗ ସଜ୍ଜନ ବର୍ଗେ। ତାହେଲେ ବେଲାଳ ସେନ ମୁଣ୍ଡଟା ରହିଲା। ଖାଲି ଗୋଟିଏ କଥା ରହିଲା, କାଲି ଦ୍ୱିତୀୟ ଜାଗାରେ ମୋ ସମୁଦ୍ରୀକି ପଚାରିବ, ଯଦି ବେଲାଳ ସେନ ମୁଣ୍ଡଟା ଉପରେ ରହିଲା, ଏ ବେଲାଳ ସେନର ଗଣ୍ଡି କୋଉଠି ରହିଲା? ପିଲେରେ ଖମ୍ବ ଉପରେ ସିନା ତା ମୁଣ୍ଡଟା ରହିଲା, ତା ଗଣ୍ଡିଟା